ଆପଣ ତ ଟମାଟୋ ଚାରୁ ବହୁତ ଥର ବନେଇଥିବେ, କିନ୍ତୁ ଆଜିର ରେସିପି ଆପଣ ଦେଖିଲା ପରେ ନିଶ୍ଚିନ୍ତ ଏ ରେସିପିଟା ଘରେ ବନେଇବେ। ଆଉ ଶୀତ ଦିନ ପାଇଁ ବେଷ୍ଟ ରେସିପି। ତ ଶୀତ ଦିନର ଟମାଟୋ କିମ୍ବା ମୂଳା କିମ୍ବା ବାଇଗଣ ଆର ସ୍ୱାଦ ଆପଣ ଖରାଦିନେ ପାଇପାରିବେନି। ତ ଯେଉଁ ଥଣ୍ଡା ଯେମିତି ପଡ଼ୁଛି, ଗରମ ଭାତ ସହିତ ଥରେ ଆପଣ ଏମିତି ବନେଇ ଖାଆନ୍ତୁ। ସାଇଡ଼ରେ କିଛି ଆଇଟମ୍ ଦରକାର ପଡ଼ିବନି। ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ତ ଏଇ ରେସିପି ବନେଇବା ପାଇଁ ମୁଁ ନେଇଛି ଗୋଟେ କଷି ବାଇଗଣ, ଗୋଟେ ମୂଳା, ଏଠି ବଡ଼ ବଡ଼ ସାଇଜ୍ର 5ଟା ପାଚିଲା ଟମାଟୋ ନେଇଛି। ତ ଆପଣ ଯେତିକି ବନେଇବେ ସେ ଅନୁସାରେ ଟମାଟୋର ପରିମାଣ ଟିକେ ଅଧିକା ନେଇପାରିବେ। ତ ଏଠି ବାଇଗଣଟାକୁ ଆମେ ପତଳା ପତଳା କରି କାଟି ନେବା। ତ ଯେମିତି ଥଣ୍ଡା ପଡ଼ୁଛି, କିଛି ପାଟିକି ମାନେ ଆପଣ ଏ ରେସିପିଟା ବନେଇଲା ପରେ ଆପଣଙ୍କର ତଣ୍ଟି ଦରଜ ହେଉଥିବ, ଯଦି ବି ମାନେ ଖାଇବାକୁ ଇଚ୍ଛା ହେଉନଥିବ, ତ ଏମିତି ବନେଇକି ଖାଇଲେ ଗରମ ଭାତ ସହିତ ବହୁତ ହି ବଢ଼ିଆ ଲାଗିବ। ତ ବାଇଗଣକୁ ଏମିତି ପତଳା ପତଳା କରି କାଟି ନେବା। ତ ମୂଳାକୁ ବି ସେମ୍ ପ୍ରୋସେସ୍ରେ ଆମେ ପତଳା ପତଳା କରି କାଟି ନେବା। ବହୁତ ହି କମ୍ ସମୟରେ ଆପଣ ଏ ରେସିପିଟା ବନେଇ ପାରିବେ। ଯଦି ଦର୍ଶକ ବନ୍ଧୁ ଆଜିର ରେସିପିଟା ଯଦି ଭଲ ଲାଗୁଛି ତ ଭିଡ଼ିଓ ଗୋଟେ ଲାଇକ୍ କରିନେବେ, ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଏ ରେସିପିଟା ଭଲ ଲାଗୁଛି ତ ଫ୍ୟାମିଲି ଫ୍ରେଣ୍ଡ ସହିତ ସେୟାର ବି କରିନେବେ। ତ ମୂଳା ବାଇଗଣକୁ ବାହାର କରିକି ଭଲସେ ଧୋଇ ନେବା। ତ ଟମାଟୋକୁ ବି ଆପଣ ଚାହିଁଲେ ଫାଳ ଫାଳ ବି ପକାଇ ପାରିବେ, କିନ୍ତୁ ଆପଣ ଯଦି ଛୋଟ ଛୋଟ କାଟିକି ଏଠି କାଟୁଛନ୍ତି ତ ଆପଣଙ୍କୁ ଗୋଟା ଅଂଶ ରହିବନି, ଆଉ ଜଲ୍ଦି ବି କମ୍ ସମୟରେ ଆପଣ ସିଝେଇ ପାରିବେ। ମୁଁ ଆଜି ବନେଇବି ପ୍ରେସର କୁକରରେ, ବହୁତ ହି କମ୍ ସମୟରେ ଆପଣ ଏଇଟା ବନେଇ ପାରିବେ। ସବୁ ଟମାଟୋକୁ ଏମିତି କାଟି ନେବେ। ତ ଦେଖିପାରୁଥିବେ ମୁଁ ସବୁ ଟମାଟୋକୁ ଛୋଟ ଛୋଟ କରି କାଟି ନେଇଛି। ଏଠି ଗୋଟେ ଗିନା ପାଣି ଦେଇଛି। ପାଣି ଗରମ ହେଇଗଲା ପରେ ମୁଁ ଏଠି ଦେଇଦେଇଛି ଯେଉଁ କାଟିକି ରଖିଥିବା ଟମାଟୋକୁ। ତ ଅଧ ଚାମଚ ଦେଇଛି ହଳଦୀ ଗୁଣ୍ଡ। ଏଠି ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ଆଉ ଏଠି ପ୍ରେସର ଆମେ ଲିଡ୍ ବନ୍ଦ କରିନେବା। 3ଟି ହୁଇସିଲ୍ ଦେବା ମିଡ଼ିୟମ୍ ହିଟ୍ରେ, 3ଟାରୁ 4ଟା ଆପଣ ଦେଇପାରିବେ। ତ ତା ଭିତରେ ଆମେ ଗୋଟେ ମସଲା ବନେଇ ନେବା, ଯେଉଁଟାକି ଆମର ଏଇ ଚାରୁରେ ବହୁତ ହି ଟେଷ୍ଟି ସହିତ ଆପଣଙ୍କ ମାନେ ଖାଇବାକୁ ବହୁତ ହି ବଢ଼ିଆ ଲାଗିବ। ଖଣ୍ଡେ ବଡ଼ ଖଣ୍ଡ ଅଦା, ରାଗ ଅନୁସାରେ ଆପଣ କଞ୍ଚା ଲଙ୍କା, ଗୋଲମରିଚ, ଆଉ ଦେଇଛି ଜିରା ଗୋଟେ ଚାମଚ। ସବୁକୁ ଆମେ ଦରଦରା ଛେଚି ନେବା। ସେତିକି ସମୟରେ ଦେଖିପାରୁଥିବେ ଟମାଟୋ ଭଲସେ ଆମର ସିଝି ଯାଇଛି। ଡଙ୍କି ସାହାଯ୍ୟରେ ଭଲସେ ଗୋଳେଇ ନେବା। ଦେଖିପାରୁଥିବେ ଭଲସେ ମିଶି ଯାଇଛି। ତ ଆମେ ଟମାଟୋ ଚାରୁ ବନେଇବା, ଆମେ ଯେତିକି ମାନେ ବହଳିଆ କି ପତଳା କରିବା ସେ ଅନୁସାରେ ଏଠି ପାଣି ଦେଇଦେବା। ତ ଚାରୁଟା ନର୍ମାଲି ପତଳା ଟିକେ ରହିଲେ ଭଲ ଲାଗିବ। ଯେଉଁ ମୂଳା ଯେଉଁ କାଟିକି ରଖିଥିଲେ ଟିକେ ପକେଇ ନେବା। ତ ଆପଣଙ୍କୁ ବହୁତ ସମୟ ଡେକ୍ଚିରେ କିମ୍ବା କରେଇରେ ସିଝିବାକୁ ପଡ଼ିବନି। କମ୍ ସମୟରେ ଆପଣ ଏଇଟା ବନେଇ ନେବେ। ଗୋଟେ ଚାମଚ ଏଠି ଦେଇଛି ଚିନି, ଆଉ ଖଟା ପାଇଁ 2ଟା ଦେଇଛି ଟମାଟୋ, ଆମ୍ବୁଲ, ଆଉ ଯେଉଁ ଆମେ ଛେଚିକି ରଖିଥିଲେ ମସଲାକୁ ଏଠି ସବୁକୁ ଦେଇଦେବା। ଏଠି ଦେବା ଗୋଟେ ଚାମଚ କାଶ୍ମୀର ରେଡ୍ ଚିଲି ପାଉଡର। ଏଟା ରାଗ ହେବନି, କଲର୍ଟା ଭଲ ଆସିବ। ସବୁ ପକାଇଲା ପରେ ଭଲସେ ସବୁକୁ ଗୋଳେଇ ନେବା। ତ ଏଠି ପ୍ରେସରର ଲିଡ୍ ବନ୍ଦ କରିନେବା, ଆଉ ମିଡ଼ିୟମ୍ ହିଟ୍ରେ ଗୋଟେ ହୁଇସିଲ୍ ଆସିବାକୁ ଦେବା। ତ ଦେଖିପାରୁଥିବେ ବହୁତ ହି କମ୍ ସମୟରେ ଆପଣ ଏ ରେସିପି ବନେଇ ପାରିବେ। ଏଠି ଛୁଙ୍କ ପାଇଁ ମୁଁ ଗୋଟେ କରେଇ ନେଇଛି। କରେଇରେ ଗୋଟେ ଚାମଚ ଦେବା ସୋରିଷ ତେଲ। ତେଲ ତାତି ହେଲା ପରେ ମୁଁ ଏଇଟା ନେଇଛି ବିରି ବଡ଼ି, যেটাକୁ ଆମେ ତେଲରେ ଭଲସେ ଭାଜି ନେବା। ତ ବଡ଼ି ଏଠି ଭଲସେ ଭାଜି ହେଇଗଲାଣି। ବଡ଼ି ସବୁକୁ ଏଠି ବାହାର କରିନେବା। ଯେଉଁ ତେଲ ଅଛି ସେଥିରେ ଆମେ ଯେଉଁ ବାଇଗଣ କାଟିକି ରଖିଥିଲେ ତାକୁ ଏଠି ପକାଇ ନେବା। ଏଠି ଅଧ ଚାମଚରୁ ବି କମ୍ ଲୁଣ ଦେଇଛି, ଯେଉଁଟାକି ବାଇଗଣ ଭଲସେ ଭାଜି ହେଇଯିବ। ଏଠି ବାଇଗଣ ଭଲସେ ଭାଜି ହେଇଗଲାଣି, ତାକୁ ବାହାର କରିନେବା। ଆପଣ ଚାହିଁଲେ ମାନେ ସେମିତି ବି ବାଇଗଣକୁ ପକାଇ ପାରିବେ, କିନ୍ତୁ ଟିକେ ଭାଜିକି ପକାଇଲେ ବହୁତ ହି ଭଲ ଲାଗିଥାଏ। ତ ସେମ୍ କରେଇରେ ମୁଁ ଆଉ ଗୋଟେ ଚାମଚ ଦେବି ସୋରିଷ ତେଲ। ଏଠି ଅଳ୍ପ ହେଙ୍ଗୁ ଦେଇଦେଇଛି। ଏଠି ଶୁଖିଲା ଲଙ୍କା 3ଟା ଦେଇଛି। ଛୁଙ୍କରେ ଶୁଖିଲା ଲଙ୍କାର ବାସ୍ନାଟା ଭଲ ଲାଗିବ। ତ ଟିକେ ଭାଜି ନେବା ସବୁକୁ। ଏଠି ଗୋଟେ ଚାମଚ ଦେଇଛି ପଞ୍ଚୁ ଫୁଟଣ। ତ ଆପଣ ଚାରୁ କିମ୍ବା ଯେକୌଣସି ଜିନିଷ ଖଟା ଜିନିଷ ବନେଇଲେ ଯଦି ପଞ୍ଚୁ ଫୁଟଣର ଛୁଙ୍କ ଦେଉଛନ୍ତି, ବଢ଼ିଆ ବାସ୍ନା ହେବା ସହିତ ମାନେ
ଖାଇବାକୁ ଭଲ ଲାଗିଥିବ। ଆଉ ଯେଉଁ ରସୁଣ ଦେଇଛି ଏଠି ଚୋପା ଲାଗିକି ଟିକେ ଢେର ସାରା ରସୁଣ ଦେଇଛି ଛେଚିକି, ତ ଛୁଙ୍କରେ ରସୁଣର ଚୋପା ଥାଇକି ଛୁଙ୍କ ଦିଅନ୍ତୁ ଭଲ ଲାଗିବ। ଆଉ ଏଠି ଦେଇଛି ଭୃସୁଙ୍ଗା ପତ୍ର। ଆଉ ଏସବୁକୁ ଭାଜି ହେଇଗଲା ପରେ ଆମେ ଯେଉଁ ଗୋଟେ ସିଟି ଦେଇଥିଲେ ତାକୁ ଏଠି ଭଲସେ ସିଝି ଯାଇଛି। ଆମେ ଏଠି ଛୁଙ୍କ ଦେଇଦେବା। ଆଉ ଯେଉଁ ଭାଜିକି ରଖିଥିଲେ ବାଇଗଣ ଏଠି ପକେଇ ନେବା। ଆଉ ଯେଉଁ ବଡ଼ି ଭାଜିଥିଲେ ଏଠି ପକେଇ ନେବା। ଆଉ କିଛି ସମୟ ପାଇଁ ଆମେ 1 ରୁ 2 ମିନିଟ୍ ଆମେ ଲୋ ଫ୍ଲେମ୍ରେ କଭର୍ କରିନେବା। ବଡ଼ିଟା ବି ଭଲସେ ଫୁଲିଯିବ ଆଉ ବାଇଗଣଟା ଯେତିକି ସିଝି ନଥିବ ତା ମଧ୍ୟରେ ଭଲସେ ସିଝିଯିବ। ଦେଖିପାରୁଥିବେ କେତେ କମ୍ ସମୟରେ ଟେଷ୍ଟି ରେସିପି ବନିପାରୁଛି। ତ ଭିଡ଼ିଓଟା ଭଲ ଲାଗିଛି ଯଦି ନିଶ୍ଚିନ୍ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ଫେସବୁକ୍ ପେଜ୍କୁ ଫଲୋ କରିନେବେ। ତ ଏଠି ଆମର ବନିଗଲା ହେଲ୍ଦି ଟମାଟୋ ଚାରୁ। ତ ଏଠି କଟା ଧନିଆ ପତ୍ର ଦେଇଦେବା। ଆପଣମାନେ ଗରମ ଗରମ ଭାତ ସହିତ ଖାଆନ୍ତୁ ବନେଇକି। ଆପଣଙ୍କ ରେସିପିଟା କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣେଇବେ। ତ ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ତ ଏମିତି ବନେଇକି ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଧନ୍ୟବାଦ।